ଆଜି ଆମ ସହ ଏମିତି ହେବ ମୁଁ କେବେ ବି ଆଶା କରିନଥିଲି। ଚାଲନ୍ତୁ ସାଙ୍ଗମାନେ ମୁଁ ପ୍ରଥମରୁ କହୁଛି। ହାଇ ସାଙ୍ଗମାନେ ଆମ ନ୍ୟୁ ବ୍ଲଗ୍ ଆପଣଙ୍କ ସହ ଜଣାନ୍ତୁ। ତ ସାଙ୍ଗମାନେ ଦେଖିବା କଥା ଆଜି ଆମ ସେଟଅପ୍। ତ ଏଠି ଆମର ଯେଉଁ ଆମର ରହିଲା ଦାନା, ତ ଗୋଟେ ପ୍ୟାକେଟ୍ ଆମର ସଜାଇଛି। ଏଇଟା ହେଉଛି ଆମର 2 ନମ୍ବର ଦାନା। ଆଉ ଦେଖିବା କଥା ଭାଇ ଏଠି ଆମର କାଲି ବର୍ଷା ହେଇଥିଲା, ତ ଏଇ ଜାଗାଟା ଆମର ପାଲ ଅଧା ପୁଡ଼ୁଥିଲା, ତେଣୁକରି ଆମର ଏଠି ପାଣି ଗଳିଥିଲା। ଆଉ ଆଜି ମଧ୍ୟ ବହୁତ ଜୋରରେ ମେଘ ଆସୁଛି, ଦେଖିବା କଥା ବହୁତ ପବନ ମଧ୍ୟ, ମାନେ କାଲି ମଧ୍ୟ ହେଇଥିଲା, ଆଜି ହେଲା ଭଳିଆ ମଧ୍ୟ ଲାଗୁଛି। ଆଉ ଦେଖନ୍ତୁ ଆମର ଏମିତି କିଛି ସେଟଅପ୍। ସାଙ୍ଗମାନେ କାଲିର ପବନରେ ଏମିତି କିଛି ଆମର ଅବସ୍ଥା ଖରାପ କରିଥିଲେ। ତ ପାଲ ଆମର ଫଟେଇ ହେଇଥିଲା, ଏତେ ଜୋରରେ ପବନ ହେଲା କଣ ପୁରାପୁରି ଆମର ସେଟଅପ୍ ମାନେ ଯେଉଁ ଆମର ଥିଲା ଯେଉଁ ଫାର୍ମ ସେଇଟା ପୁରାପୁରି ହଲେଇ ହେଇଥିଲା। କାହିଁକିନା ଏଇଟା ଆମର ପବନ ବାଉଁଶ ଦେଇଛି, ତେଣୁକରି ଏଇଟା ପୁରାପୁରି ହଲେଇ ହେଇଥିଲା। ଆଉ ଆଜି ମୁଁ କ'ଣ ହେବ ମୁଁ ମଧ୍ୟ କିଛି ଜାଣିନି। ତ ସାଙ୍ଗମାନେ ଦେଖିବା କଥା ଏବେ ଆମର ଯେଉଁ ଅଛି ମାନେ ଖଜୁରୀ ଗଛଟା, ତ ଏଇଟାକୁ ଭାଇ ଆମ ଜେସିବି ଧରିକି ଆସିଲେ, ତ ତେଣୁ ତାଙ୍କୁ କହିଲି ଯେ ମୁଁ ଏଇଟାକୁ ହଟେଇ ଦିଅ, କନ୍ଦା ବାହାରିଲେ ଖାଇବା। ତ ଏଇ ଦୁଇ ଭାଇ ମଧ୍ୟ ପଳେଇ ଆସିଲେ। ତ ଚାଲନ୍ତୁ ଆମ ଏଇଟା କାରୁକାର୍ଯ୍ୟକୁ ଆମେ ଆରମ୍ଭ କରିବା, କେମିତି କ'ଣ ହେଉଛି ଦେଖିବା କଥା। ଆଜି ଆମର ରାତିର ଅବସ୍ଥା କେମିତିଆ, ମାନେ ପୁରାପୁରି କରେଣ୍ଟ ମାନେ ବନ୍ଦ ହୋଇଯାଇଛି, ମାନେ ଚାଲିଯାଇଛି। ଆଉ ଏତେ ଜୋରରେ ପବନରେ ଯେ ଆମ ଗାଁର ପୋଲ ଖୁଣ୍ଟ ମଧ୍ୟ ଭାଙ୍ଗିଛି, ତେଣୁକରି ଆମ 2 ଦିନ ମଧ୍ୟ କରେଣ୍ଟ ଆସିବନି। ତ ଆମର ଏବେ ଆମର ଯେଉଁ ରହୁଛି ଆମର ଚିପ୍ସ, ତ ଏମାନଙ୍କ ପାଇଁ ଟିକେ ଅସୁବିଧା ରହିବ। ମାନେ କାଲି ସକାଳେ କ'ଣ ହେବ ମୁଁ ମଧ୍ୟ ଜାଣିନି, କାହିଁକିନା ଏମିତି ଅନ୍ଧାର ରହିଲେ ଆଉ ବହୁତ ବିଜାରିଆ, ତା ବାଦ ଏମିତି ବର୍ଷା ଯେଉଁ ରେଟ୍ରେ ହେଉଛି ଏବେ ମଧ୍ୟ, ଆଉ କହୁନ ମାନେ ବାହାରୁ ଥଣ୍ଡା ପବନ ଗୁଡ଼ାକ ଆସୁଛି, ତେଣୁକରି ସେମାନେ ଗୋଟେ ଜାଗାରେ ମାନେ ମଳା ବାନ୍ଧିକି ଅଛନ୍ତି। ତ ଚାଲନ୍ତୁ ସାଙ୍ଗମାନେ କାଲି ସକାଳୁ କ'ଣ ହେବ ମାନେ ଦେଖିବା। ମୋତେ ଭଲ ଲାଗେନି ଯେ ଏମିତି କ'ଣ ହେବ ଏମାନଙ୍କ ମାନେ ଦାନା ପାଣି କିଛି ବି ଖାଉନାହାନ୍ତି। ତ ଚାଲନ୍ତୁ ଦେଖିବା କାଲି ସକାଳୁ କ'ଣ ହେଉଛି। ଧନ୍ୟବାଦ।